ଏଥିରେ କିଛି ନାହିଁ। ସୁଭଦ୍ରା ଗୋଟେ ଖାଲି ଗୋଟେ ଭଉଣୀମାନଙ୍କୁ ଥଟ୍ଟା କରିବା କଥା, ଅପମାନିତ କରିବା କଥା। 6 ମାସରେ 5,000 ସୁଭଦ୍ରା ଅଙ୍ଗନବାଡ଼ି ଫର୍ମ ମିଳୁନାହିଁ। କିଛି କେଉଁଠି ମିଳିବନି। ଇଏ ଯାହା ନିୟମ କରିଛି 90 ଭାଗ ଲୋନ୍ କରିଛି। ଯିଏ ଲୋନ୍ କରିଥିବ ସେ ସୁଭଦ୍ରା ପାଇପାରିବନି। ପରେ 6 ମାସରେ 5,000 କାହିଁ ନେବ କିଏ? ଚା' କପ୍ର ଦାମ 10 ଟଙ୍କା ବେକାର। ଯଦି ସୁଭଦ୍ରା ଜେନାରେ 50,000 ଦେବ ଏକକାଳୀନ, ଗୋଟେ ଭଉଣୀ ନେଇ କିଛି ସଂସ୍ଥା କରିବ, ଟେଲରିଂ କରିବ କି ଗୋଟେ ଦୋକାନ କରିବ କି ମେଡ଼ିସିନ ଦୋକାନ କରିବ କି ବହି ଦୋକାନଟେ କରିବ କି ଡାଲି ଚାଉଳ ଦୋକାନଟେ କରିବ କି ଅନ୍ୟ କ'ଣ ଲଣ୍ଡ୍ରିଟେ କରିବ, ତାହେଲେ ବଞ୍ଚିପାରିବ। ଏ 5,000 ଗୁଲୁଗୁଲା ଖାଇବ ନା ପକୋଡ଼ି ଖାଇବ? ଏଗୁଡ଼ା ମୂଲ୍ୟ କିଛି ନାହିଁ। ବାଜେ ଧୂଆଁ ବାଣ କେବଳ ଭଉଣୀମାନଙ୍କୁ ଭଣ୍ଡେଇବା କଥା। ଏଥିରେ କିଛି ନାହିଁ। ସୁଭଦ୍ରା ଗୋଟେ ଖାଲି ଗୋଟେ ଭଉଣୀମାନଙ୍କୁ ଥଟ୍ଟା କରିବା କଥା, ଅପମାନିତ କରିବା କଥା। 6 ମାସରେ 5,000 ସୁଭଦ୍ରା ଅଙ୍ଗନବାଡ଼ି ଫର୍ମ ମିଳୁନାହିଁ। କିଛି କେଉଁଠି ମିଳିବନି। ଇଏ ଯାହା ନିୟମ କରିଛି 90 ଭାଗ ଲୋନ୍ କରିଛି। ଯିଏ ଲୋନ୍ କରିଥିବ ସେ ସୁଭଦ୍ରା ପାଇପାରିବନି। ପରେ 6 ମାସରେ 5,000 କାହିଁ ନେବ କିଏ? ଚା' କପ୍ର ଦାମ 10 ଟଙ୍କା ବେକାର। ଯଦି ସୁଭଦ୍ରା ଜେନାରେ 50,000 ଦେବ ଏକକାଳୀନ, ଗୋଟେ ଭଉଣୀ ନେଇ କିଛି ସଂସ୍ଥା କରିବ, ଟେଲରିଂ କରିବ କି ଗୋଟେ ଦୋକାନ କରିବ କି ମେଡ଼ିସିନ ଦୋକାନଟେ କରିବ କି ବହି ଦୋକାନଟେ କରିବ କି ଡାଲି ଚାଉଳ ଦୋକାନଟେ କରିବ କି ଅନ୍ୟ କ'ଣ ଲଣ୍ଡ୍ରିଟେ କରିବ, ତାହେଲେ ବଞ୍ଚିପାରିବ। ଏ 5,000 ଗୁଲୁଗୁଲା ଖାଇବ ନା ପକୋଡ଼ି ଖାଇବ? ଏଗୁଡ଼ା ମୂଲ୍ୟ କିଛି ନାହିଁ। ବାଜେ ଧୂଆଁ ବାଣ କେବଳ ଭଉଣୀମାନଙ୍କୁ ଭଣ୍ଡେଇବା କଥା। ଏଥିରେ କିଛି ନାହିଁ। ସୁଭଦ୍ରା ଗୋଟେ ଖାଲି ଗୋଟେ ଭଉଣୀମାନଙ୍କୁ ଥଟ୍ଟା କରିବା କଥା, ଅପମାନିତ କରିବା କଥା। 6 ମାସରେ 5,000 ସୁଭଦ୍ରା ଅଙ୍ଗନବାଡ଼ି ଫର୍ମ ମିଳୁନାହିଁ। କିଛି କେଉଁଠି ମିଳିବନି। ଇଏ ଯାହା ନିୟମ କରିଛି 90 ଭାଗ ଲୋନ୍ କରିଛି। ଯିଏ ଲୋନ୍ କରିଥିବ ସେ ସୁଭଦ୍ରା ପାଇପାରିବନି। ପରେ 6 ମାସରେ 5,000 କାହିଁ ନେବ କିଏ? ଚା' କପ୍ର ଦାମ 10 ଟଙ୍କା ବେକାର। ଯଦି ସୁଭଦ୍ରା ଜେନାରେ 50,000 ଦେବ ଏକକାଳୀନ, ଗୋଟେ ଭଉଣୀ ନେଇ କିଛି ସଂସ୍ଥା କରିବ, ଟେଲରିଂ କରିବ କି ଗୋଟେ ଦୋକାନ କରିବ କି ମେଡ଼ିସିନ ଦୋକାନଟେ କରିବ କି ବହି ଦୋକାନଟେ କରିବ କି ଡାଲି ଚାଉଳ ଦୋକାନଟେ କରିବ କି ଅନ୍ୟ କ'ଣ ଲଣ୍ଡ୍ରିଟେ କରିବ, ତାହେଲେ ବଞ୍ଚିପାରିବ। ଏ 5,000 ଗୁଲୁଗୁଲା ଖାଇବ ନା ପକୋଡ଼ି ଖାଇବ? ଏଗୁଡ଼ା ମୂଲ୍ୟ କିଛି ନାହିଁ। ବାଜେ ଧୂଆଁ ବାଣ କେବଳ ଭଉଣୀମାନଙ୍କୁ ଭଣ୍ଡେଇବା କଥା।